ମାତାଙ୍କର ଆଗମନରେ ଆରମ୍ଭ ହୋଇଥାଏ ପାର୍ବଣ ଋତୁ। ଏହି ସମୟରେ ଧରାପୃଷ୍ଠରେ ସୁସଜ୍ଜିତ କରିଥାଏ କାଶତଣ୍ଡି ଫୁଲ। ଦେବୀଙ୍କ ବିସର୍ଜନ ପରେ ମୌଳିନ ହୋଇଥାଏ କାଶତଣ୍ଡି ଫୁଲ। ଶରତ ଋତୁ ଆସିଲେ ଧରାପୃଷ୍ଠକୁ କାହିଁକି ଅବତରଣ କରିଥାଏ କାଶତଣ୍ଡି ଫୁଲ? କ'ଣ ରହିଛି ମାହାତ୍ମ୍ୟ? ଆସନ୍ତୁ ଶୁଣିବା କବି ମମତାକରଙ୍କ ଠାରୁ। କୁହାଯାଏ ଯେ ରେଖା ପଞ୍ଚମୀ ଦିନ ଯଦି ଆମ ଦୁଆର ମୁହଁରେ କାଶତଣ୍ଡିର ବେଣୀ କରି ଆମେ ଟାଙ୍ଗିବା ତାହେଲେ ଘରର ଶୁଭ ହୋଇଥାଏ ବୋଲି, ସମସ୍ତଙ୍କର ଶୁଭ ହୁଏ ବୋଲି। ଆଉ କାଶତଣ୍ଡି ନେଇକି ଗୋଟେ ଆମର ଛୋଟ କାହାଣୀଟି ଅଛି। କାଶତଣ୍ଡି ହେଉଛି ଗୋଟେ ଦଳିତ ପରିବାରର, ଗରିବ ପରିବାରର ଝିଅଟିଏ। ସିଏ ସବୁଦିନ ସନ୍ଧ୍ୟା ସମୟରେ ନଦୀ ପଠାକୁ ଭ୍ରମଣ କରିବାକୁ ଆସେ। ସେଟାକୁ ସେଇ ରାଜ୍ୟର ରାଜକୁମାର ଯେ ସେ ମଧ୍ୟ ସବୁଦିନ ସନ୍ଧ୍ୟା ବେଳେ ଆସନ୍ତି ଏବଂ ନଦୀ ପଠାରେ ଆସି ଭ୍ରମଣ କରନ୍ତି। ସେଠି ଉଭୟଙ୍କ ଭିତରେ ପ୍ରେମ ହୋଇଯାଏ, ଉଭୟ ଉଭୟଙ୍କୁ ଭଲ ପାଇ ବସନ୍ତି। ଏକଥା ରାଜାଙ୍କ କାନରେ ପଡ଼େ ଏବଂ ରାଜା ଯେତେବେଳେ ଜାଣନ୍ତି ଯେ ଗୋଟେ ଗରିବ ଦଳିତ ପରିବାରର ଝିଅ ସିଏ ପୁଣି ହେବ ରାଜରାଣୀ, ସେଥିପାଇଁ ସେ ଚାହାନ୍ତି ଯେ ତାଙ୍କ ପାଖରୁ ତାଙ୍କୁ ଦୂରେଇ ଦେବାକୁ। ସେ ଯେତେବେଳେ ତାଙ୍କ ସେନାପତି ଆଉ ସୈନ୍ୟମାନଙ୍କୁ ପଠାନ୍ତି ଯାହା ରାଜକୁମାରକୁ ନେଇ ଆସିବ ବୋଲି, ରାଜକୁମାର ମନା କରିଦିଅନ୍ତି ଯେ ଯଦି ମୁଁ ଯିବି ତାହେଲେ ମୋ ସାଙ୍ଗରେ ମୁଁ କାଶତଣ୍ଡିକି ନେଇକିରି ଯିବି। ସେଠୁ ରାଜାଙ୍କ କାନରେ ଏକଥା ପଡ଼େ। ରାଜା ସେଠୁ କହନ୍ତି ଯେ ତୁମେ କାଶତଣ୍ଡିକି ଜିଅନ୍ତା କବର ଦେଇଦିଅ। ଏକଥା ଯେତେବେଳେ ରାଜକୁମାର ଶୁଣନ୍ତି, ରାଜକୁମାର କହନ୍ତି ଯେ ଯଦି ତାଙ୍କୁ କବର ଦେବ ତା ସହିତ ମୋତେ ମଧ୍ୟ ମାରିଦିଅ, କାରଣ ମୁଁ କାଶତଣ୍ଡିକି ଛାଡ଼ିକି ବଞ୍ଚିପାରିବି ନାହିଁ। ସେଠୁ କାଶତଣ୍ଡି ଏ କଥା ଶୁଣିଲା ପରେ ସେ ସେଠୁ କହନ୍ତି ଯେ ନାଇଁ ତୁମେ ଫେରିଯାଅ, ରାଜ୍ୟରେ ଲୋକମାନଙ୍କର ସେବା କର। ମୁଁ ତୁମକୁ ତୁମ ପ୍ରେମର ରାଣ ରହିଲା। ମୁଁ ପ୍ରତିବର୍ଷ ଶରତ ଋତୁରେ ଧରାପୃଷ୍ଠକୁ ଆସିବି ଏବଂ ତୁମର ମୋର ମିଳନ ହେବ। ଏବଂ ତାପରେ କାଶତଣ୍ଡିକି ଜିଅନ୍ତା କବର ଦେଇଦିଅନ୍ତି ସେମାନେ। କାରଣ ରାଜକୁମାର ଫେରିଯାଆନ୍ତି ଏବଂ ରାଜପ୍ରସାଦରେ ପହଞ୍ଚନ୍ତି। ରାଜାଙ୍କ ଆଗରେ କହନ୍ତି ଯେ ତୁମେ ଯେମିତି ତୁମ ଜିଦି ପାଇଁ ମୋତେ ଆଜି କାଶତଣ୍ଡି ସହିତ ବାହାଘର କରେଇ ଦେଇନା ବା ମିଳନ କରେଇ ଦେଇନା, ମୁଁ ମୋ ଜିଦି ଲାଗି ମୁଁ ଆଜୀବନ କୁଆଁରା ରହିଯିବି, କିନ୍ତୁ କେବେ ଆଉ ବିବାହ କରିବି ନାହିଁ। ସେଥିପାଇଁ ସେ ଦେଶ ସେବା କରନ୍ତି ଏବଂ ରାଜ୍ୟର ଲୋକମାନଙ୍କ ସେବା କରି ରହନ୍ତି। ପ୍ରତିବର୍ଷ ଶରତ ଋତୁ ହେଲେ ସେ ଧାଇଁ ଆସନ୍ତି ନଦୀ ପଠାକୁ ଏବଂ କାଶତଣ୍ଡିର ତାଙ୍କର ସେଠି ମିଳନ ହୋଇଥାଏ। ଏଇଟା ହେଉଛି ଆମର ଗୋଟେ ପୁରାଣ ପଥ୍ୟ, ଗୋଟେ କାଶତଣ୍ଡିର କାହାଣୀ ଏଇଟା ଗୋଟେ। ଆଉ ସେଥିପାଇଁ ଶାରଦୀୟ ଦୁର୍ଗା ପୂଜାରେ ସମସ୍ତଙ୍କୁ ଅଭିନନ୍ଦନ। ମା ସମସ୍ତଙ୍କର ମଙ୍ଗଳ କରନ୍ତୁ ଏବଂ ସମସ୍ତଙ୍କୁ ଭଲରେ ରଖନ୍ତୁ, ଘଣ୍ଟ ଘୋଡ଼େଇ ରଖନ୍ତୁ। ଜୟ ମା ଦୁର୍ଗା, ଜୟ ଜଗନ୍ନାଥ। କଟକ ଜିଲ୍ଲାର ମହେଶ୍ୱର ବେହେରାଙ୍କ ରିପୋର୍ଟ, ସତ୍ୟମ୍ ଟିଭି।